ଆଜି ଆମେ ଏକ ବଡ଼ ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରିବା। ଆମ ପୁରାଣ ଅନୁସାରେ ଏହି ସୃଷ୍ଟି, ଏହି ଯେଉଁ ବ୍ରହ୍ମାଣ୍ଡ, ଏଇଟା କ'ଣ କେବଳ ଏକ ଆକସ୍ମିକ ଘଟଣା, ନା ଏହା ପଛରେ କିଛି ସୁଚିନ୍ତିତ ଡିଜାଇନ ବା ଯୋଜନା ରହିଛି? ଏହାର ସୂତ୍ର ଖୋଜିବା ପାଇଁ ଆମେ ଆଜି ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗବତର ଦ୍ୱିତୀୟ ସ୍କନ୍ଧର 10ମ ଅଧ୍ୟାୟ ଭିତରକୁ ଯିବା। ଆଉ ଏହି ଅଧ୍ୟାୟଟି ମାନେ ପ୍ରକୃତରେ ଏକ ବ୍ରହ୍ମାଣ୍ଡୀୟ ବ୍ଲୁ ପ୍ରିଣ୍ଟ ଭଳି। ଏହା କେବଳ ଧାର୍ମିକ କଥା ନୁହେଁ, ବରଂ ଏକ ଦାର୍ଶନିକ ଫ୍ରେମୱାର୍କ, ଯାହା ସୃଷ୍ଟିର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁକିଛିକୁ ଗୋଟିଏ ସୂତାରେ ବାନ୍ଧିବାକୁ ଚେଷ୍ଟା କରେ। ଆଉ ଏହି ଫ୍ରେମୱାର୍କର ମୂଳଦ୍ୱାର ହେଉଛି 10 ଲକ୍ଷଣ। ହଁ, ଏହି 10 ଲକ୍ଷଣ ଶବ୍ଦଟି ଆରମ୍ଭରୁ ହିଁ ଆସୁଛି। ଏହା ଶୁଣିବାକୁ ବହୁତ ଗମ୍ଭୀର ଲାଗୁଛି। ଏଗୁଡ଼ିକ ପ୍ରକୃତିରେ କ'ଣ? ଏହି 10ଟି ଲକ୍ଷଣ ହେଲା ମାନେ ପୁରାଣକୁ ବୁଝିବାର 10ଟି ଚାବିକାଠି। ସେଗୁଡ଼ିକ ହେଲା ସ୍ୱର୍ଗ, ବିସର୍ଗ, ସ୍ଥାନ, ପୋଷଣ, ଉତି, ମନ୍ୱନ୍ତର, ଈଶକଥା, ନିରୋଧ, ମୁକ୍ତି ଏବଂ ଶେଷରେ ଆଶ୍ରୟ। ଠିକ୍ ଅଛି। ଏହା ତ ଏକ ଲମ୍ବା ତାଲିକା, କିନ୍ତୁ ଏଥିରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା କ'ଣ? ଏଠାରେ ହିଁ ସବୁଠୁ ଆକର୍ଷଣୀୟ କଥାଟି ଲୁଚି ରହିଛି। ଏହି 10ଟିରୁ ପ୍ରଥମ 9ଟି ଲକ୍ଷଣ ବ୍ରହ୍ମାଣ୍ଡର ସୃଷ୍ଟି, ସ୍ଥିତି, ପରିବର୍ତ୍ତନ ଏବଂ ପ୍ରଳୟକୁ ବର୍ଣ୍ଣନା କରେ। ମାନେ ଯାହା କିଛି ଆମେ ଦେଖୁଛେ ବା ଅନୁଭବ କରୁଛେ। କିନ୍ତୁ 10ମ ଲକ୍ଷଣ ଆଶ୍ରୟ ହେଉଛି ସେହି ପରମ ତତ୍ତ୍ୱ, ଯାହା ଏହି 9ଟିର ଉତ୍ସ ହୋଇ ମଧ୍ୟ ସେସବୁଠାରୁ ଅଲଗା ଏବଂ ଊର୍ଦ୍ଧ୍ୱରେ। ଗୋଟିଏ ମିନିଟ୍, ଏହା ତ ଏକ ବହୁତ ବଡ଼ କଥା। ମାନେ ଆପଣ କହୁଛନ୍ତି ଭାଗବତ ପ୍ରଥମେ ସେହି 9ଟି ଜିନିଷ ବିଷୟରେ କହୁଛି ଯାହାକୁ ଆମେ ଦେଖିପାରୁଛେ ବା ବୁଝିବାକୁ ଚେଷ୍ଟା କରୁଛେ, ଯେମିତିକି ସୃଷ୍ଟି କେମିତି ହେଲା, କେମିତି ଚାଲିଛି, କିନ୍ତୁ ଶେଷରେ ସେ ସବୁକୁ ଗୋଟେ ପଟେ ରଖି କହୁଛି ଯେ ଏସବୁର ମୂଳରେ ଗୋଟିଏ ଆଶ୍ରୟ ଅଛି, ଯାହା ଏସବୁଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏହା ତ ପୁରା ଦୃଷ୍ଟିକୋଣ ବଦଳାଇ ଦେଉଛି। ଏକଦମ ଠିକ୍। ଏହା ହିଁ ଏହାର ମୂଳ ଦର୍ଶନ। ଚାଲନ୍ତୁ ଏହାକୁ ଗୋଟି ଗୋଟି କରି ବୁଝିବା। ପ୍ରଥମେ ଆସୁଛି ସ୍ୱର୍ଗ ଓ ବିସର୍ଗ। ଶୁଣିବାକୁ ପ୍ରାୟ ଏକାଭଳି, କିନ୍ତୁ ଏହା ଭିତରେ ବହୁତ ପାର୍ଥକ୍ୟ ଅଛି। ହଁ, ମୋତେ ବି ସେମିତି ଲାଗୁଥିଲା। କ'ଣ ସେ ପାର୍ଥକ୍ୟ? ଏହାକୁ କିଛି ସହଜ ଉଦାହରଣ ଦେଇ ବୁଝାଇ ହେବ କି? ନିଶ୍ଚୟ। ଆପଣ ଏମିତି ଭାବନ୍ତୁ, ସ୍ୱର୍ଗ ହେଉଛି ସୃଷ୍ଟିର କଞ୍ଚାମାଲ। ପରମାତ୍ମାଙ୍କଠାରୁ ପଞ୍ଚଭୂତ, ପଞ୍ଚମାତ୍ରା ଆଉ ଇନ୍ଦ୍ରିୟଗୁଡ଼ିକର ସୃଷ୍ଟି ହେବା ହେଉଛି ସ୍ୱର୍ଗ। ଯଦି ଆମେ ଏକ କମ୍ପ୍ୟୁଟରର ଉଦାହରଣ ନେବା, ତେବେ ସ୍ୱର୍ଗ ହେଉଛି ହାର୍ଡୱେର, ପ୍ରସେସର, ରାମ୍, ହାର୍ଡ ଡ୍ରାଇଭ୍ ତିଆରି ହେବା। ବାଃ, ଏହା ବହୁତ ସହଜରେ ବୁଝାପଡ଼ିଲା। ତେବେ ବିସର୍ଗ ହେଲା ସେହି ହାର୍ଡୱେର ଉପରେ ଚାଲୁଥିବା ସଫ୍ଟୱେର। ବିଲକୁଲ। ସେହି ମୌଳିକ ତତ୍ତ୍ୱଗୁଡ଼ିକୁ ନେଇ ବ୍ରହ୍ମା ଯେଉଁ ଜୀବଜଗତ ଆଉ ଚରାଚର ସୃଷ୍ଟି କରନ୍ତି, ତାହା ହେଉଛି ବିସର୍ଗ। ଏହା ହେଉଛି ଦ୍ୱିତୀୟ ପର୍ଯ୍ୟାୟର ସୃଷ୍ଟି। ଏହାପରେ ଆସେ ସ୍ଥାନ ଓ ପୋଷଣ। ସ୍ଥାନ ହେଉଛି ସେହି ସୃଷ୍ଟିକୁ ଏକ ଶୃଙ୍ଖଳାରେ ରଖିବା, ତାର ସ୍ଥିତି ବଜାୟ ରଖିବା। ଏବଂ ପୋଷଣ ହେଉଛି ଭଗବାନଙ୍କର କୃପା ବା ଅନୁଗ୍ରହ, ଯାହାଦ୍ୱାରା ସୃଷ୍ଟି ପାଳିତ ହୁଏ। ଏହା ହେଉଛି ସିଷ୍ଟମର ମେଣ୍ଟେନାନ୍ସ। ଆମେ ସ୍ୱର୍ଗ ଓ ବିସର୍ଗ ବୁଝିଲେ, କିନ୍ତୁ ସେ ତାଲିକାରେ ଉତି, ମନ୍ୱନ୍ତର ଓ ଈଶ କଥା ଭଳି ଶବ୍ଦ ବି ଅଛି। ଏଗୁଡ଼ିକର ଅର୍ଥ କ'ଣ, ସଂକ୍ଷେପରେ କହିହେବ କି? ନିଶ୍ଚିତ। ଉତି ହେଉଛି କର୍ମର ବାସନା ବା ସଂସ୍କାର, ଯାହା ଜୀବକୁ କର୍ମ କରିବା ପାଇଁ ପ୍ରେରିତ କରେ। ଏହାକୁ ଆପଣ ସୃଷ୍ଟିର ଡ୍ରାଇଭିଂ ଫୋର୍ସ କହିପାରନ୍ତି। ମନ୍ୱନ୍ତର ହେଉଛି ସମୟର ବିଶାଳ ଚକ୍ର, ଯେଉଁଥିରେ ମନୁମାନେ ଶାସନ କରନ୍ତି। ଏହା ବ୍ରହ୍ମାଙ୍କର କ୍ୟାଲେଣ୍ଡର ଭଳି। ଆଉ ଈଶକଥା ହେଉଛି ଭଗବାନ ଏବଂ ତାଙ୍କ ଭକ୍ତମାନଙ୍କର ଲୀଳା ବା କାହାଣୀ, ଯାହା ଶୁଣିଲେ ମୁକ୍ତିର ମାର୍ଗ ପ୍ରଶସ୍ତ ହୁଏ। ଠିକ୍ ଅଛି। ତେବେ ସୃଷ୍ଟି ହେଲା, ତାର ପାଳନ ବି ହେଲା, ତାକୁ ଚଳାଇବା ପାଇଁ ଶକ୍ତି ବି ମିଳିଲା, କିନ୍ତୁ ସବୁ ଜିନିଷରେ ଏକ ଅନ୍ତ ଥାଏ। ଏହି ସୃଷ୍ଟିର ଅନ୍ତ ବିଷୟରେ କ'ଣ କୁହାଯାଇଛି? ଏଇଠି ବୋଧେ ନିରୋଧ ଆଉ ମୁକ୍ତିର କଥା ଆସୁଛି। ହଁ, ଆପଣ ଠିକ୍ ଧରିଛନ୍ତି। ନିରୋଧ ହେଉଛି ପ୍ରଳୟ ବା ସଂହାରର ଅବସ୍ଥା। ଯେତେବେଳେ ସୃଷ୍ଟିକୁ ସଂହାର କରିବା ପରେ ପରମାତ୍ମା ନିଜ ଶକ୍ତି ସହିତ ଯୋଗନିଦ୍ରାରେ ଶୟନ କରନ୍ତି। ସବୁକିଛି ପୁଣି ତାଙ୍କ ଭିତରେ ଲୀନ ହୋଇଯାଏ। ଏହା ହେଉଛି ସିଷ୍ଟମର ସଟ୍ଡାଉନ୍। ଆଉ ମୁକ୍ତି ହେଉଛି ବ୍ୟକ୍ତିଗତ ସ୍ତରରେ ଏହି ଜନ୍ମ ମୃତ୍ୟୁ ଚକ୍ରରୁ ବାହାରିଯିବା। ନିଜର ମାୟାବଦ୍ଧ ରୂପକୁ ଛାଡ଼ି ନିଜର ପ୍ରକୃତ ସ୍ୱରୂପରେ ଅବସ୍ଥାନ କରିବା ହିଁ ମୁକ୍ତି। ମୋତେ ଗୋଟେ କଥା ଅଡ଼ୁଆ ଲାଗୁଛି। ଯଦି ପରମ ବ୍ରହ୍ମ ହିଁ ଆଶ୍ରୟ ଏବଂ ସବୁକିଛି ତାଙ୍କଠୁ ହିଁ ସୃଷ୍ଟି, ତେବେ ଅସୁର, ରାକ୍ଷସ ବା ଖରାପ ଗୁଣର ସୃଷ୍ଟି କାହିଁକି ହେଲା?
ସେ ତ କେବଳ ଭଲ ଜିନିଷ ସୃଷ୍ଟି କରିପାରିଥାନ୍ତେ। ଏହା ଏକ ବହୁତ ଗଭୀର ପ୍ରଶ୍ନ। ଏହାର ଉତ୍ତର ଆମେ ପରେ ତ୍ରିଗୁଣ ପ୍ରସଙ୍ଗରେ ପାଇବା। କିନ୍ତୁ ସଂକ୍ଷେପରେ କହିଲେ, ଏହି ଦର୍ଶନ ଅନୁସାରେ ସୃଷ୍ଟି ହେଉଛି ବିପରୀତ ଧର୍ମର ଏକ ଖେଳ। ଆଲୋକ, ଅନ୍ଧାର, ଭଲ, ମନ୍ଦ। ଗୋଟିଏ ବିନା ଅନ୍ୟଟିର ଅସ୍ତିତ୍ୱ ବା ମହତ୍ତ୍ୱ ବୁଝିହୁଏ ନାହିଁ। ଆଶ୍ରୟ ଏହି ଦ୍ୱନ୍ଦ୍ୱର ଊର୍ଦ୍ଧ୍ୱରେ, କିନ୍ତୁ ତାଙ୍କ ମାୟାଶକ୍ତି ଦ୍ୱାରା ଏହି ଦ୍ୱନ୍ଦ୍ୱମୟ ଜଗତ ସୃଷ୍ଟି ହୁଏ। ବୁଝିଲି। ଏହାପରେ ଗ୍ରନ୍ଥରେ ଯେଉଁ ବର୍ଣ୍ଣନା ଆସୁଛି ତାହା ପ୍ରକୃତରେ ଚମକାଇ ଦେବା ଭଳି। ବିରାଟ ପୁରୁଷଙ୍କ ଶରୀରରୁ ସାରା ବ୍ରହ୍ମାଣ୍ଡ ତିଆରି ହେବାର ପ୍ରକ୍ରିୟା, ଏହାକୁ ପଢ଼ିଲେ ଲାଗେ ସତେ ଯେମିତି କୌଣସି ସାଇନ୍ସ ଫିକ୍ସନ ଫିଲ୍ମ ଦେଖୁଛୁ। ହଁ, ଏହା ଏକ ଶକ୍ତିଶାଳୀ ରୂପକ। ଏହାର ମୂଳ ତତ୍ତ୍ୱ ହେଉଛି ଯଥା ପିଣ୍ଡେ ତଥା ବ୍ରହ୍ମାଣ୍ଡେ, ଅର୍ଥାତ୍ ଯାହା ଏହି ଶରୀରରେ ଅଛି ତାହା ହିଁ ସମଗ୍ର ବ୍ରହ୍ମାଣ୍ଡରେ ଅଛି। ଏଠାରେ ବ୍ୟକ୍ତି ମାଇକ୍ରୋକଜମ ଏବଂ ବ୍ରହ୍ମାଣ୍ଡ ମ୍ୟାକ୍ରୋକଜମ ଭିତରେ ଥିବା ସମ୍ପର୍କକୁ ଦେଖାଯାଇଛି। ବିରାଟ ପୁରୁଷଙ୍କ ପ୍ରତ୍ୟେକ ଅଙ୍ଗ ଗୋଟିଏ ଗୋଟିଏ ବ୍ରହ୍ମାଣ୍ଡୀୟ ତତ୍ତ୍ୱ ବା ଦେବତାଙ୍କ ସହ ଜଡ଼ିତ। କିଛି ଉଦାହରଣ ଦେଇ ବୁଝାଇଲେ ଭଲ ହେବ। କେମିତି ଗୋଟିଏ ଅଙ୍ଗରୁ ଗୋଟିଏ ତତ୍ତ୍ୱ ସୃଷ୍ଟି ହେଉଛି? ଗ୍ରନ୍ଥ କହୁଛି, ଯେତେବେଳେ ସେହି ବିରାଟ ପୁରୁଷଙ୍କୁ ଭୋକ ଶୋଷ ଲାଗିଲା, ସେତେବେଳେ ମୁଖ ସୃଷ୍ଟି ହେଲା। ସେଥିରେ ତାଳୁ ଓ ଜିହ୍ୱା ଆସିଲା। ଜିହ୍ୱାରେ ରସର ଅନୁଭବ ପାଇଁ ବରୁଣ ଦେବତା ବାସ କଲେ। ଯେତେବେଳେ ଗନ୍ଧ ଜାଣିବାର ଇଚ୍ଛା ହେଲା, ନାସା ସୃଷ୍ଟି ହେଲା। ଅନ୍ଧକାର ଦୂର କରି ରୂପ ଦେଖିବାକୁ ଇଚ୍ଛା ହେବାରୁ ଚକ୍ଷୁ ସୃଷ୍ଟି ହେଲା, ଯେଉଁଠି ସୂର୍ଯ୍ୟଙ୍କର ସ୍ଥାନ। ଶବ୍ଦ ଶୁଣିବା ପାଇଁ କର୍ଣ୍ଣ ଉତ୍ପନ୍ନ ହେଲା। ଗୋଟେ ମିନିଟ୍ ରୁହନ୍ତୁ। ଏଥିରେ ହୃଦୟ ବିଷୟରେ ଯାହା କୁହାଯାଇଛି ତାହା ମୋତେ ବହୁତ ଆକର୍ଷିତ କଲା। କୁହାଯାଇଛି ଯେ କାମନା, ସଂକଳ୍ପ ଓ ଚିନ୍ତା ପାଇଁ ହୃଦୟ ସୃଷ୍ଟି ହେଲା, ଯାହା ମନର ସ୍ଥାନ। ଏହା ବହୁତ ଗଭୀର କଥା। ଆଜିକାଲି ଆମେ ମନକୁ ସିଧାସଳଖ ମସ୍ତିଷ୍କ ସହ ଯୋଡୁଛୁ, କିନ୍ତୁ ଏଠି ହୃଦୟକୁ କୁହାଯାଉଛି। ଏହାର କିଛି ବିଶେଷ କାରଣ ଅଛି କି? ଏହା ଏକ ଉତ୍ତମ ପ୍ରଶ୍ନ। ପାଶ୍ଚାତ୍ୟ ଚିନ୍ତାରେ ମନ ବା ଚେତନା ମସ୍ତିଷ୍କ କେନ୍ଦ୍ରିକ। କିନ୍ତୁ ଭାରତୀୟ ପରମ୍ପରାରେ ହୃଦୟ କେବଳ ରକ୍ତ ସଞ୍ଚାଳନ କରୁଥିବା ଏକ ଅଙ୍ଗ ନୁହେଁ। ଏହାକୁ ଭାବନା, ଅନୁଭବ ଏବଂ ଆଧ୍ୟାତ୍ମିକ ଚେତନାର କେନ୍ଦ୍ର ବୋଲି ଧରାଯାଏ। ସେଥିପାଇଁ ଧ୍ୟାନରେ ମଧ୍ୟ ହୃଦୟ ଚକ୍ର ଉପରେ ଗୁରୁତ୍ୱ ଦିଆଯାଏ। ଭାଗବତ ମନର ତାର୍କିକ ଦିଗ ଅପେକ୍ଷା ତାର ଭାବନାତ୍ମକ ଏବଂ ସଂକଳ୍ପଗତ ଦିଗକୁ ହୃଦୟ ସହ ଯୋଡ଼ିଛି। ବା, ଏହା ଏକ ନୂଆ ଦୃଷ୍ଟିକୋଣ। ତେବେ ଏହି ଶରୀର କେବଳ ଇନ୍ଦ୍ରିୟର ଏକ ସମାହାର ନୁହେଁ, ଏଥିରେ ସପ୍ତଧାତୁ ବିଷୟରେ ମଧ୍ୟ କୁହାଯାଇଛି। ଏବଂ ରୋମ। କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପଞ୍ଚଭୂତରେ ତିଆରି ଏହି ଶରୀରକୁ ବିଷ୍ଣୁଙ୍କର ଭଜନ ମନ୍ଦିର ବୋଲି କୁହାଯାଇଛି। ଏହା ଶରୀରକୁ ଏକ ସାଧାରଣ ଯନ୍ତ୍ରରୁ ଉଠାଇ ଏକ ପବିତ୍ର ସ୍ଥାନର ମାନ୍ୟତା ଦିଏ। ଏ ଯେଉଁ ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱ କଥା ଆପଣ କହିଲେ, ଏଇଟା ତ ଆମେ ସାଧାରଣ କଥାରେ ବି କହୁ, ଯାହା ଅଛି ଏ ବ୍ରହ୍ମାଣ୍ଡେ ତାହା ଅଛି ଏ ପିଣ୍ଡେ। ତେବେ ଭାଗବତ ଏହାକୁ ଏତେ ବିସ୍ତାର ଭାବରେ ବୁଝେଇଛି। ତାହେଲେ ଯେମିତି ଶରୀରର ଗଠନ ଅଛି, ସେମିତି ବ୍ରହ୍ମାଣ୍ଡର ବି କିଛି ଗଠନ ଅଛି କି? ଠିକ୍ ସେହିପରି। ଯେପରି ଶରୀର ଏହି ଧାତୁଗୁଡ଼ିକରେ ଗଠିତ, ସେହିପରି ସମଗ୍ର ବ୍ରହ୍ମାଣ୍ଡକୁ 8ଟି ଆବରଣ ଘେରି ରହିଛି ବୋଲି କୁହାଯାଇଛି। ସେଗୁଡ଼ିକ ହେଲା ପୃଥିବୀ, ଜଳ, ଅଗ୍ନି, ବାୟୁ, ଆକାଶ ଅର୍ଥାତ୍ ପଞ୍ଚଭୂତ ଏବଂ ତା ଉପରେ ମନ, ଅହଙ୍କାର ଏବଂ ମହତ୍ତତ୍ତ୍ୱ। ଏହି 8ଟି ଆବରଣ ଗୋଟିଏ ପରେ ଗୋଟିଏ ବ୍ରହ୍ମାଣ୍ଡକୁ ଘେରି ରହିଛି। ଏହା ପୁଣି ସେହି ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱକୁ ଦୃଢ଼ କରେ। ଏହି ସୃଷ୍ଟିରେ ତ କେବଳ ମନୁଷ୍ୟ ନାହିଁ, ଅନେକ ପ୍ରକାରର ଜୀବ ଅଛନ୍ତି। ଗ୍ରନ୍ଥରେ ଏହାର ବର୍ଣ୍ଣନା ମଧ୍ୟ ଅଛି, ଆଉ ତାଲିକାଟି ବେଶ୍ ଲମ୍ବା। ହଁ, ଏହା ସୃଷ୍ଟିର ବିବିଧତାକୁ ଦର୍ଶାଉଛି। ଦେବତା, ଅସୁର, ଋଷି, ପିତୃପୁରୁଷ, ସିଦ୍ଧ, ଚାରଣ, ଗନ୍ଧର୍ବ, କିନ୍ନର, ନାଗ, ଯକ୍ଷ, ରାକ୍ଷସ, ଭୂତ, ପ୍ରେତ, ପିଶାଚ, ଏପରିକି ପଶୁ, ପକ୍ଷୀ, ସରୀସୃପ, ବୃକ୍ଷ ଏବଂ ପର୍ବତ ପର୍ଯ୍ୟନ୍ତ ସମସ୍ତଙ୍କ କଥା କୁହାଯାଇଛି। ଏଥିରୁ ଜଣାପଡ଼େ ଯେ ଏହି ଦୃଷ୍ଟିରେ କୌଣସି ଜୀବ ଛୋଟ ନୁହେଁ, ସମସ୍ତେ ସେହି ଗୋଟିଏ ସୃଷ୍ଟି ପ୍ରକ୍ରିୟାର ଅଂଶ। ତେବେ ଏତେ ବିବିଧତାର କାରଣ କ'ଣ? କାହିଁକି କିଏ ଦେବତା ହେଲା, ତ କିଏ ମନୁଷ୍ୟ, ଆଉ କିଏ ପଶୁପକ୍ଷୀ? ଏହାର ଉତ୍ତର ଆସୁଛି ସେହି ମୌଳିକ ଦର୍ଶନିକ ସିଦ୍ଧାନ୍ତରୁ, ଯାହାକୁ ତ୍ରିଗୁଣ କୁହାଯାଏ: ସତ୍ତ୍ୱ, ରଜ ଓ ତମ। ଆପଣ ଏହାକୁ ପ୍ରକୃତିର 3ଟି ମୌଳିକ ମୋଡ୍ ବା ଅପରେଟିଂ ସିଷ୍ଟମ ଭାବିପାରନ୍ତି। ଗ୍ରନ୍ଥ ଅନୁସାରେ ଯେଉଁଠି ସତ୍ତ୍ୱଗୁଣର ପ୍ରାଧାନ୍ୟ, ସେଠାରେ ଦେବତାମାନଙ୍କର ସୃଷ୍ଟି। ସେମାନେ ଜ୍ଞାନ, ଶାନ୍ତି ଓ ଆନନ୍ଦମୟ।
ଆଉ ରଜ ଏବଂ ତମଗୁଣ? ଯେଉଁଠି ରଜଗୁଣର ପ୍ରାଧାନ୍ୟ ସେଠାରେ ମନୁଷ୍ୟର ସୃଷ୍ଟି। ରଜଗୁଣ କର୍ମ, କାମନା ଏବଂ ଅଶାନ୍ତି ସୃଷ୍ଟି କରେ। ତେଣୁ ସୁଖ ଦୁଃଖର ମିଶ୍ରଣ ହିଁ ମାନବ ଜୀବନ। ଆଉ ଯେଉଁଠି ତମଗୁଣର ପ୍ରାଧାନ୍ୟ ସେଠାରେ ଅଧୋଗତି ହୁଏ ଏବଂ ନିମ୍ନ ସ୍ତରର ଜୀବ, ଯେପରିକି ପଶୁ, ପକ୍ଷୀ ବା ଅନ୍ୟାନ୍ୟ ଜୀବ ସୃଷ୍ଟି ହୁଅନ୍ତି, ଯେଉଁମାନେ ଅଜ୍ଞାନ, ଆଳସ୍ୟ ଓ ମୋହରେ ବନ୍ଧା। ହେଲେ ଏଇ ତିନି ଗୁଣର ଧାରଣା ଟିକେ ସରଳୀକୃତ ଲାଗୁନି କି? ମାନେ ଜଣେ ମଣିଷ ଭିତରେ ତ ସବୁବେଳେ ଏହି ତିନୋଟି ଗୁଣର ମିଶ୍ରଣ ଥାଏ। କେହି କ'ଣ ସମ୍ପୂର୍ଣ୍ଣ ସାତ୍ୱିକ ବା ତାମସିକ ହୋଇପାରେ? ନା, ଆପଣ ଠିକ୍ କହିଲେ। କେହି ବି ସମ୍ପୂର୍ଣ୍ଣ ଭାବେ ଗୋଟିଏ ଗୁଣର ଅଧୀନ ନୁହେଁ। ଏହାକୁ ଆପଣ ତିନୋଟି ମୌଳିକ ରଙ୍ଗ ଭଳି ଭାବନ୍ତୁ। ସେହି ତିନୋଟି ରଙ୍ଗର ଭିନ୍ନ ଭିନ୍ନ ଅନୁପାତରେ ମିଶ୍ରଣ ହୋଇ ଯେପରି ଅସଂଖ୍ୟ ରଙ୍ଗ ତିଆରି ହୁଏ, ସେହିପରି ଏହି ତିନି ଗୁଣର ଭିନ୍ନ ଭିନ୍ନ ମିଶ୍ରଣରୁ ହିଁ ସୃଷ୍ଟିର ଏତେ ବିବିଧତା ଦେଖାଯାଏ। ପ୍ରତ୍ୟେକ ଜୀବ ଭିତରେ କୌଣସି ଗୋଟିଏ ଗୁଣର ପ୍ରାଧାନ୍ୟ ରହିଥାଏ, କିନ୍ତୁ ଅନ୍ୟ ଦୁଇଟି ମଧ୍ୟ ଉପସ୍ଥିତ ଥାନ୍ତି। ଏହି ମିଶ୍ରଣ ହିଁ ତାର ସ୍ୱଭାବ, କର୍ମ ଏବଂ ପରବର୍ତ୍ତୀ ଗତିକୁ ନିୟନ୍ତ୍ରଣ କରେ। ତେବେ ଆଜିର ଆଲୋଚନାରୁ ମୁଁ ଯାହା ବୁଝିଲି, ଭାଗବତ ସୃଷ୍ଟିକୁ ଦେଖିବା ପାଇଁ ଏକ ସମ୍ପୂର୍ଣ୍ଣ ବ୍ଲୁପ୍ରିଣ୍ଟ ଦଉଛି, ଯାହାର ମୂଳରେ ଅଛି 10ଟି ଲକ୍ଷଣ। ଏହା ଆମ ଶରୀରକୁ ବ୍ରହ୍ମାଣ୍ଡର ଏକ ଛୋଟ ସଂସ୍କରଣ ବୋଲି କହୁଛି, ଆଉ ସୃଷ୍ଟିର ଏହି ଅସୀମ ବିବିଧତା ପଛରେ ଥିବା ତିନୋଟି ମୂଳ ଶକ୍ତି ବା ଗୁଣ ବିଷୟରେ ମଧ୍ୟ ବୁଝାଉଛି। ସଂକ୍ଷେପରେ କହିଲେ, ଏହି ଗ୍ରନ୍ଥ ଏକ ଏପରି ବ୍ରହ୍ମାଣ୍ଡର ଚିତ୍ର ଦିଏ, ଯାହା ଅଚାନକ ବା ଆକସ୍ମିକ ଭାବେ ତିଆରି ହୋଇନାହିଁ, ବରଂ ଏହା ଏକ ପରମ ତତ୍ତ୍ୱର ମାୟାରୁ ସୃଷ୍ଟ ଏକ ସୁବ୍ୟବସ୍ଥିତ, ଶୃଙ୍ଖଳିତ ଏବଂ ଉଦ୍ଦେଶ୍ୟମୂଳକ ପ୍ରକ୍ରିୟା। ଏଠାରେ ଭୌତିକ ଏବଂ ଆଧ୍ୟାତ୍ମିକ ଜଗତ ପରସ୍ପରଠାରୁ ଅଲଗା ନୁହେଁ, ବରଂ ଗଭୀର ଭାବେ ଜଡ଼ିତ। ଏପରିକି ଆମ ଶରୀରର ପ୍ରତ୍ୟେକ କଣିକାର ବି ଏକ ଆଧ୍ୟାତ୍ମିକ ମହତ୍ତ୍ୱ ରହିଛି। ପ୍ରଶ୍ନ କରୁଛନ୍ତି, ଯିଏ ଦୁର୍ଯ୍ୟୋଧନଙ୍କର କଟୁ ବଚନ ଶୁଣି ନିଜ ପରିବାର ଓ ରାଜପ୍ରସାଦ ତ୍ୟାଗ କରି ତୀର୍ଥଯାତ୍ରାରେ ବାହାରି ଯାଇଥିଲେ। ଏହା ଆମ ପାଇଁ ଏକ ଚିନ୍ତନୀୟ ପ୍ରଶ୍ନ ଛାଡ଼ିଯାଉଛି। ଯେତେବେଳେ ବୃହତ୍ ଜ୍ଞାନ ବା ପରମ ସତ୍ୟର ସନ୍ଧାନ ଆରମ୍ଭ ହୁଏ, ସେତେବେଳେ ସାଂସାରିକ ବନ୍ଧନକୁ କିପରି ଦେଖାଯିବା ଉଚିତ? ବିଦୁରଙ୍କ ପରିବାର ତ୍ୟାଗ କରିବାର ନିଷ୍ପତ୍ତିକୁ ଏହି ଆଧ୍ୟାତ୍ମିକ ଯାତ୍ରାର ଏକ ଆବଶ୍ୟକୀୟ ଅଙ୍ଗ ଭାବରେ ଦେଖାଯାଇପାରେ କି? ନା ଏହା ଏକ ପଳାୟନବାଦ? ଏହା ଉପରେ ଆପଣମାନେ ନିଶ୍ଚୟ ଚିନ୍ତା କରିବେ।